ଆଗକୁ ବର୍ଷା ଦିନ ରେନକୋଟ୍ ଗୋଟେ ଅଧେ ସମସ୍ତଙ୍କୁ ଦରକାର। ଆଜି ଘର ସଜାଡ଼ୁ ସଜାଡ଼ୁ ଦୀପା କେଉଁ ପୁରୁଣା ରେନକୋଟ୍ ଖଣ୍ଡିକ ମିଳିଗଲା। ଦେଖିବାକୁ ଗଲେ ବେଶୀ ପୁରୁଣା ନୁହେଁ, 10 ବର୍ଷ ତଳର। ମଝିରେ ମଝିରେ 2-3ଟି ପଇତା ସୂତାରେ ସିଆଁ ହୋଇଥିବା ଧାର ଧାର 2-4ଟା। ମନେ ପଡ଼ିଯାଉଥିଲା ନିଜ ଛୋଟବେଳର କଥା। ବାପାଙ୍କର ଗୋଟିଏ ଛତା ଥିଲା। ସେଇ ଛତାଟି କାଠ ବେଣ୍ଟ ଲଗା। ପିଲାବେଳେ ସ୍କୁଲକୁ ଗଲାବେଳେ ବାପା ସେଇ ଛତାଟିକୁ ହାତରେ ଦେଇ ଦେଉଥିଲେ। ସାଙ୍ଗମାନଙ୍କର ନାନା ରଙ୍ଗବେରଙ୍ଗ ଛତା ଆଗରେ ଦୀପାର ଛତାଟି ଖତେଇ ହେଲା ଭଳି ଲାଗୁଥିଲା। ଟିକେ ଅଧେ ଲାଜ ଲାଗୁଥିଲା ଦୀପାକୁ, ହେଲେ ସେ ବାପାଙ୍କୁ କେବେ ନୂଆ ଛତା ପାଇଁ କହିନଥିଲା। କାରଣ ସେ ଗୋଟିଏ ଛତା ବେଳେବେଳେ ଘର ସମସ୍ତଙ୍କର କାମରେ ଆସେ। ଦିନେ ଏମିତି ଜୋରରେ ବର୍ଷା ହେଲା। ଦୀପା ସେଇଦିନ ସ୍କୁଲରେ ନିଜ ପାଖରେ କାଠ ବେଣ୍ଟ ଲଗା ଛତାଟିଏ ଥିଲା। ତେଣୁ ସେ ଯେମିତି ସେମିତି ଘରକୁ ଆସିଲା। କିନ୍ତୁ ଆସିବାର ଘଣ୍ଟାଏରେ ସେ ବାପାଙ୍କୁ ଦେଖିଲା ତିନ୍ତି ତିନ୍ତି ଆସିବାର। ସେଇଦିନ ସେ କାଠ ଲଗା ବେଣ୍ଟ ଛତାକୁ ଘୃଣାଠୁ ଅଧିକ ଭଲ ପାଇବାରେ ଲାଗିଲା। ସେଇ ଛତାଟି ତାର ସର୍ବେସର୍ବା ହେଇଗଲା। ସେଇ କାଠ ଲଗା ବେଣ୍ଟର ମହତ୍ତ୍ୱ ନିଜ ବାପାଙ୍କର ମୁଣ୍ଡରେ ଜରି ଲଗା ଛତାଠୁ ଅଧିକ ଥିଲା। ଆଖିରେ ଲୁହ ଆସିଗଲା। ଆଜି ଛତାର ଜାଗା ରେନକୋଟ୍ ନେଇଛି। କିନ୍ତୁ ବାପା ଆଜି ବି ଜରି ମୁଣ୍ଡରେ ନ ଦେଇ ସେଇ କାଠ ବେଣ୍ଟ ଛତାଟି